ମେ 6ରୁ ଜୁନ 19 ଯାଏ ଖରାଛୁଟି। ଭୁବନେଶ୍ୱର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ମେ 6ରୁ ଜୁନ 19 ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ। ଚଳିତ ଶିକ୍ଷାବର୍ଷରେ 52ଟି ରବିବାର ରହିଛି। ଏହା ସହ 80ଟି ପୂଜା ଓ ବିଭିନ୍ନ ଛୁଟି ରହିଛି। ଅତିରିକ୍ତ 2ଟି ଛୁଟି ମଧ୍ୟ ରଖାଯାଇଛି। 231ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍ ଶିକ୍ଷକମାନେ 231 ଦିନ ସ୍କୁଲ ଆସିବେ। ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା। ରୂପା କିଲୋଗ୍ରାମ ପ୍ରତି ରହିଛି ଏତିକି ଟଙ୍କା, ଜାଣନ୍ତୁ। ନୂଆଦିଲ୍ଲୀ ମଙ୍ଗଳବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ନୂଆ ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପ୍ରତି 96,450 ଟଙ୍କାର ସର୍ବକାଳୀନ ଉଚ୍ଚସ୍ତରକୁ ଫେରିଛି। ଏନେଇ ଅଲ୍ ଇଣ୍ଡିଆ ସରାଫ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ସୋମବାର 99.9% ଶୁଦ୍ଧତା ବିଶିଷ୍ଟ ସୁନା 50 ଟଙ୍କା ହ୍ରାସ ପାଇ 96,400 ଟଙ୍କା ପ୍ରତି 10 ଗ୍ରାମ ରହିଥିଲା। 99.5% ଶୁଦ୍ଧତା ବିଶିଷ୍ଟ ସୁନା 50 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପ୍ରତି 96,000 ଟଙ୍କା ପ୍ରତି 10 ଗ୍ରାମରେ ରହିଛି। ଏହି ସମୟରେ ନୂତନ ଶିଳ୍ପ ଚାହିଦା ଯୋଗୁଁ ରୂପା ମୂଲ୍ୟ 2,050 ଟଙ୍କା ବୃଦ୍ଧି ପାଇ 97,500 ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ସୋମବାର ଏହା 500 ଟଙ୍କା ହ୍ରାସ ପାଇ 95,000 ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ରହିଛି। ଡଲାର ଦୁର୍ବଳ ହେବା ଏବଂ ଆମେରିକାର ବାଣିଜ୍ୟ ନୀତିକୁ ନେଇ ଅନିଶ୍ଚିତତା ଯୋଗୁଁ ସୁନା ମୂଲ୍ୟ ସର୍ବକାଳୀନ ଉଚ୍ଚତା ନିକଟରେ ସ୍ଥିର ରହିଛି। ଆଭାନାସ ଫାଇନାନ୍ସିଆଲ ସର୍ଭିସେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତନ ମେହେଟା କହିଛନ୍ତି।